ଯାତ୍ରା ମାଲିକମାନଙ୍କ ନିକଟରେ ବିଭିନ୍ନ ଦାବି ନେଇ କୁଆଖିଆ ସୂର୍ଯ୍ୟ ଲଜଠାରେ ଓଡ଼ିଶା ଯାତ୍ରା ଶ୍ରମିକ ମହାସଂଘ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଯାତ୍ରା ପାର୍ଟିରେ କାର୍ଯ୍ୟରତ ଶ୍ରମିକମାନଙ୍କୁ ସର୍ବନିମ୍ନ 10,000 ଟଙ୍କା ମାସିକ ଦରମା, ବୀମା ସହାୟତା, ଯାତାୟାତ ଖର୍ଚ୍ଚ ଓ ଗୃହ ପ୍ରଦାନ ଦାବିରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ମହାସଂଘର ରାଜ୍ୟ ସଭାପତି ବସନ୍ତ କୁମାର ବେହେରା ଦାବି ଜଣାଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ସମ୍ପାଦକ ଆଦିତ୍ୟ ଜେନାଙ୍କ ସହ ସଭ୍ୟ କମଳାକାନ୍ତ ମହନ୍ତ, ନିରାକାର ନାୟକ, ପପୁ ରାଉତ, ରବି ସିଂ, ରବୀନ୍ଦ୍ର ମହନ୍ତ, ରାଜେଶ ନାୟକ, ବାପୁଜୀ ବିଶ୍ୱାଳ, ଧୀରେନ ମହନ୍ତ, ଦିଲୁ ମଲ୍ଲିକ ପ୍ରମୁଖ ସଦସ୍ୟମାନେ ଯୋଗଦେଇ ସେମାନଙ୍କ ଦାବି ସମ୍ପର୍କରେ ଆଲୋକପାତ କରିଥିଲେ। ରାଜ୍ୟର ସମସ୍ତ ଯାତ୍ରା ପାର୍ଟିର ମାଲିକମାନଙ୍କୁ ଅନୁରୋଧ କରିଛନ୍ତି କି ସେମାନେ ଉକ୍ତ ଦାବିଗୁଡ଼ିକୁ ଯଥାସମ୍ଭବ ପୂରଣ କରି ସେମାନଙ୍କୁ ସହଯୋଗ କରିବାକୁ ଅନୁରୋଧ ଜଣାଇଛନ୍ତି। ମୋ ନାଁ ଶ୍ରୀ କମଳାକାନ୍ତ ମହାନ୍ତ, ଘର ହେଉଛି ମୟୂରଭଞ୍ଜ। ମୁଁ ଏ ବର୍ଷ ଯାତ୍ରା ରାଜନନ୍ଦିନୀ ପ୍ରେସିଡେଣ୍ଟ ଅଛି, ଆଉ ସେକ୍ରେଟାରୀ ଆମର ଅଛନ୍ତି ବସନ୍ତ ବାବୁ। ଆମର ସଂଘରେ ଯେଉଁ ଅଛନ୍ତି 20-30ଟା ପାର୍ଟି ଭିତରୁ ସମସ୍ତ ସଂଘର ଯେ ଅନୁରୋଧ, ଯେଉଁ ମାଲିକମାନେ ଓଡ଼ିଶାରେ ଯେତେ ଯାତ୍ରା ପାର୍ଟି ଅଛନ୍ତି ମାଲିକମାନଙ୍କୁ ଅନୁରୋଧ ଯେ ଆମକୁ କିଛି ସୁବିଧା ମିଳୁନାହିଁ। ଯେ ଯାତ୍ରା ପାର୍ଟି ଯେତେବେଳେ ବର୍ଷା ପବନ ହେଉଛି ସବୁ ମାଲିକର କୋଟି କୋଟି ଜିନିଷ ଆମେ ଜଗିକି ରଖୁଛୁ, କିନ୍ତୁ ମାଲିକ ଆମ ପାଇଁ କିଛି ସୁବିଧା କରୁନାହାନ୍ତି। ତେଣୁ ମାଲିକମାନଙ୍କ ପାଖରେ ଆମର ଅନୁରୋଧ ଯେ ମାଲିକମାନେ ଆମ ଲେବରମାନଙ୍କୁ ଆଉ ଗୋଟେ ଛୋଟ ମୋଟ ଘର ଯେମିତି ଆମ ବେଡ଼ିଂ ଫେଡ଼ିଂ ରହିବ ସେମିତି ଘର ଗୋଟେ ଆମର ମାଲିକମାନଙ୍କ ପାଖରେ ଅନୁରୋଧ ରହୁଛି। ଆଉ ଯେଉଁ ହିସାବରେ ଦରମା ଦେଉଛନ୍ତି, ଆଜି ଗାଁ ଗହଳିରେ ଯେଉଁ ଦରମା ହେଉଛି ସେହି ହିସାବରେ ବି ଆମେ ଦରମା ପାଇପାରୁନାହୁଁ। ତେଣୁକରି ଆମର ଗୋଟେ ମାଲିକଙ୍କ ପାଖରେ ଅନୁରୋଧ ରହୁଛି ଯେ 9,000ରୁ 10,000 ଆମକୁ ଗୋଟେ ଦରମା ଦିଅନ୍ତୁ। ଆଉ ଯିଏ ବୁଝାବୁଝି କରୁଛନ୍ତି ମାନେ ଧର 30ଟା କି 40ଟା ଛୁଆକୁ ନେଇକି ବୁଝ ତାର କିଛି ଦରମା ଗୋଟେ କରନ୍ତୁ ମାଲିକମାନେ। ଆଉ ରହିଲା ଯିବା ଆସିବା, ଯେଉଁ ଯିବା ଆସିବା ପାଇଁ କିଛି ସୁବିଧା ଆମର ରହୁନାହିଁ। ଗାଡ଼ି ଉପରେ ଆମକୁ ବସେଇକି ନେଉଛନ୍ତି, ତାର ଡାଳ ଏମିତି ଗାଁ ଗହଳିରେ ପଶିଲା ବେଳକୁ ଲୋକର ଖଣ୍ଡିଆ ଖାବରା ବି ହେଉଛନ୍ତି। ମାଲିକ ସେ କଥା ବୁଝୁଛନ୍ ଯେ ବହୁତ କମ୍ ଆକାରରେ ବୁଝୁଛନ୍। ଆମ ଯେଉଁ ହିସାବରେ ଖର୍ଚ୍ଚ ହେଉଛି ସେଇ ହିସାବରେ ମାଲିକ ବୁଝୁନାହାନ୍ତି। ଧର ଆଜି ଗୋଟେ ଛୁଆ କଟକ ଗଲା, ତାକୁ ସେଇ ପାଖାପାଖିରେ ଯାହା ଅଧା ଭଲ କରିଦେଲେ ଛାଡ଼ିଦେଲେ, ତାପରେ ସିଏ ଘର ଲୋକ ଆମ ଉପରେ ଚଢ଼ୁଛନ୍ତି। ସେ ମାଲିକମାନେ ଯେମିତି ଆମର ଗୋଟେ ଛୋଟ କର୍ମଚାରୀ ଆକାରରେ ଆମ ଯେଉଁ ଡିମାଣ୍ଡ ରହୁଛି ସେଇଟା ସେମାନେ ମାଲିକମାନେ ପୂରଣ କରିବେ। ଆଉ ରସଲପୁର ଆଲୋକ ପାଇଁଙ୍କ ରିପୋର୍ଟ, ଯାଜପୁର ନ୍ୟୁଜ୍।